जय जगन्नाथ सांग मैंने तो सांग मैंने आज हूँ मकर संक्रांति पवित्र मकर संक्रांति उपलक्षे आपण हार्दिक हार्दिक अभिनंदन। आज आम सकाल सकाल मकर संक्रांति उपलक्षे मकर चाउल सरला कि मुझे गधियाटा शोली एवं वीडियो आरंभ कर समय हो गला राइट 10टा। मो पुओ उठिकी मंदिर पलि सुखी बापा सहित तार माने सुजा काका सहित बाकी आसिले आउ टे मजा मस्ती हम आ कौन आज रोसे घर पूरा खाली आइटम किसी बसिनी आज हबनी रोसे मंदिर हाउ कौन आज एत सारा आइटम बहुत मक्क जल अच्छी तो घोड़िया कि नगा देले खाई ना गाधे खाइबी खाइबा अछि बिना भोग वाला। हाँ दे बिना भोग वाला चल दियो काई पाप करिया एमि तो ठकौलिया उठी 10 टा हां काई आ पाप करिया पिकनिक बाधा जाइनी सकाल सकाल हाँ हाँ तू देखी दो मत सकाल सकाल आमर टिफिन रेडी आज सकाल सकाल चूड़ा दही खाइबा सकाल सकाल कहीं पिकनिक आडू साडू खाई पानी रखी शीतल बो शीतल मां को डाक हाँ हाँ घर गले ना घर गले आम माँ मंदिर शीतल माने गिरीश्वरी माँ शीतल नगक आस पूजक बो आज आइटम कौन भात डालमा मुड़ा भजा पापड़ बाकी मोर गुआ घीटे पड़गले गुआ घीटे पकड़ उडे दबा ना कौन घटगाँ स्पेशल करू ना नड़िया करू दी पैकेट आइला गोटे पैकेट उड़ीगल गोटे पैकेट भल लगुच ना भारी टेस्टी मोर भारी एटा पसंद सकाल सकाल आज चूड़ा तो मुढ़ी मुआ नड़िया करू टे काटी दो ब्लेड टे मारिकी बड़ बांटा तो बस 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 हाँ हाँ चलो एभलिया जिनसा कौन रोकी हे वाह खाइनी लोभी गल देखी केमती लगे भल लगे ना मोर भारी पसंद आपण मन क्या पसंद कमेंट करेंगे। क्या शुणी मानी से पड़े तो 20टा खाइए काले आ आ आ आ आ आ कोड़ा लगी रे से आसरे दब ना रखीदे आउ किए खाईदेव ना हाँ आलो काली राति नुह मुझे चिकेन झोल भात गोलिकी देली ए काली सकाळे सहित डालमा थिला सब मिसई गोली गाली देली परिवा कौन खाइबा परिवा सब छाड़ गला आलू अमृतभंडा गाजर सब छाड़ गला चिकेन कंटा को भात छाड़ गला ए ढोली सब खाउतला भात खाई दितला टिकाले हां परिवा छाड़ दी जाइबा सुकुमारी नंदिनी आसी पहुंचन दित्ती बेलू नंदिनी तमे कोड़ जाइतलो कोड़े हाँ जा खाइबा जाओ मैं कौन कहूली 20टा खाई दी पेट फुल कर दी आसो जमा खाइबनी तो भाव डाकुच बेबी ए बेबी देखिबा उंकुड़ी मुंडी कौन कलानी एटी आसिकी तो स्टॉल केंती गुडे यूज देख आ वाटनी आज संक्रांति तो से आज किसी कहलानी कौन गाधेस तो ना गाधेस तो से आई पाई गलु आज तो स्कूल कहीं छुट्टी संक्रांति
ମକର ସଂକ୍ରାନ୍ତି ତମେ ସବୁ ହୋମ କରିବ ଘରେ ତାଙ୍କ ରୋଷେଇ ଫୋଷେଇ କରିବ ଉଠିଲି 9:30ରେ ଗାଧେଇ କେବେ ଆସି ପହଞ୍ଚେ ଉଠିଲୁ କେତେବେଳେ 9:30 ବା କହୁଛି 9:30 ଉଠିଲୁ ଆଉ ତାହେଲେ ତମେ ସଂକ୍ରାନ୍ତି କଣ ପାଳିଲ ସଂକ୍ରାନ୍ତିରେ କଣ କାମ କଲ କୋଉଥିପାଇଁ ତମ ସ୍କୁଲ ଛୁଟି ସଂକ୍ରାନ୍ତିରେ ଶୋଇଲୁ ଏଇଟା ସଂକ୍ରାନ୍ତି ଛୁଟି ନୁହଁ ଏଇଟା କହିବାକୁ ଗଲେ ଶୋଇଆ ଛୁଟି ଏଇଟା ସାର୍ ମ୍ୟାଡାମ ମାନଙ୍କ ପାଇଁ ଛୁଟି ସଂକ୍ରାନ୍ତି ଛୁଟି ସେମାନେ ଘରେ କାମ କରିବେ ଦେଖିବୁ ହଁ ଶୁଅ ଉଠ ଖାଅ ରିଲ୍ ସ୍କ୍ରୋଲ କର ପୁଣି ଖାଅ ଶୋଇଯାଅ ଇଏ ତ ଜୀବନ ଦକ୍ଷିଣୀ ପବନ ନଣଦ ଭାଉଜ ବସିଲା ମାନେ ତାଙ୍କର ଆରମ୍ଭ ହେଇଗଲା ଉଙ୍କୁଣି ବଛା ଉଙ୍କୁଣି ମୁଣ୍ଡିର ନଣଦ ଭାଉଜଙ୍କର କିଛି କାମ ନାହିଁ ନା ମଜା ଉଡେଇବ କି ମୋ ଭାଉଜର ମଜା ଉଡେଇବ ତା ମୁଣ୍ଡରେ ଉଙ୍କୁଣି ଛଡା ହବ ଦେଖିଲ ଜିରା ତକ ଦେଖିଲ ମୁଁ ମିଛ କଥା କହୁଛି ମୋର କାମ ନାହିଁ ଆଉ ତାଙ୍କର କାମ ଅଛି ଏଇ ଉଙ୍କୁଣି ବଛା କାମ ଏ କାମର କିଛି ଫାଇଦା ହିଁ ନାହିଁ ଫାଇଦା ଅଛି ଆମେ ପୁଅ ପିଲା ବାହାରକୁ ଗଲେ ରୋଜଗାର କରିବୁ ତମେ ଏଇଟା ଗଲେ କଣ ରୋଜଗାର କରିବ ତମେ ରୋଜଗାର କୋଉଠି କର ତମେ ମୋ ଭାଉଜ ଗୁଣି ରେଡି କରି ନେଇ ଯାଇଛ ନହେଲେ କାଇଁ ରାଣୀ କାଇଁ ଚନ୍ଦ୍ର କାଣି ହଁ ହଁ ଭାଉଜ ଗୁଣି ରେଡି କରି ଭାଉଜ କାଇଁ ଆସୁଥିଲା କି ଭାଉଜ କାଇଁ ଦଉଛି କଲାକୁ ବାଛି ତା ମାମା ଜିରା ଫୁଟେଇବା ଜି ଇଏ ଡାଲମା ସଂକ୍ରାନ୍ତିରେ ଡାଲମାରେ ପୁରା ବଡ ବଡ ଜିରା ଯିଏ ମୋ ମଜା ଉଡେଇଥିବ କମେଣ୍ଟରେ ତା ମୁଣ୍ଡରେ ଗୋଟେ ଉଙ୍କୁଣି ଉଙ୍କୁଣି ସାଙ୍ଗେ ପାନିଆ ଫ୍ରି ଉଙ୍କୁଣି ସବୁ ଆନିଆ ଫ୍ରି ମାନେ ଆମ ମୁଣ୍ଡରେ ଉକୁଣି ନା ଆଗ ଏ ବେବି ଚୁନୁ ଯିଏ ବାହା ହବ ତାଙ୍କର ଆଉ ଜିରା କିଣିବାକୁ ପଡିବନି ନା ଜିରା କିଲୋ ଅଧିକ ରେଟ୍ ନା ହଁ ବାଛି ଦବ 2-4 ଟଙ୍କା ଫୁଟେଇ ଦବ ଗଲା ଆଉ ଯା ବାଛିବ କାହିଁକି ମୁଁ ଚୁଟି ଖୋଲି ଅଲେଇ ଜରା କଳି ପାଇଲା ଚାଲ ଫୁଟେଇ ଦିଅ ଫୁଟେଇ ଦିଅ ନିଜେ ଫୁଟେଇବ ଫୁଟେଇ ଦିଅ କାହାକୁ କହୁଛୁ ସେ ନିଜେ ତ ସବୁ କାମ କରିବାକୁ ପଡିବ ଲୋ ଜିରା ଫୁଟେଇବୁ ତୁଇ ଛୁଙ୍କ ମାରିବୁ ତୁଇ ସିଝେଇବୁ ତୁଇ ମୁଁ କେବଳ ଦେବି ସିଏ ତାର କାମ କରି ମତେ ରୋଷେଇ କରି ଖାଇବାକୁ ଦବ ଯଦି ସେମିତି କି ଅଛ ଆସ ଏଇଲେ ଯିବୁ ଯଦି ଅଛନ୍ତି ନହେଲେ ଆଉ ଘର ଲୋକ ମନା କରିଥିଲେ ବାହା ଘର ଲୋକ ତ ନିଜେ ରଖି ପାରିନାହାନ୍ତି ରଖି ପାରୁଛନ୍ତି ଯେ ଏତେ କାମ ମୋ ସବୁ ଆଉ କେତେ 50 ନବ ନା 25 ନବ କଣ 25 ରେ ଜିରା ହେଇଗଲାଣି ଚାଲ 7 କେଜି ଜିରା କେତେ ନବୁ ସେଇ ଭାଇରା ମୁଣ୍ଡରେ ସବୁ ଛଡା ହବ ଏ ହେଲୋ ଚୁନୁ ଆଙ୍ଗୁଠି କାଢବେ ଛିଲୋ ହାତ କାଢଲୁ ହାତ କାଢ ଏ ହେଲୋ ବେବି ଚୁନୁ ଏ ତୁ ଯାହା ନାମ ଫୋନ ଉପରେ ପଡିବ ଛିଲୋ କେମିତି ବଞ୍ଚିଛି ବେ ସେ ମୋ ମୁଣ୍ଡରେ ଗୋଟେ ପଛରେ ମୁଁ ପୁରା ଧାମା ହେଇଯାଉଛି ଏ ଚୁନୁ କଣ କହିବି ସ୍କୁଲ ଯାଇକି ଏଇ ଅବସ୍ଥା ଯେ ସତରେ ତୁ କେମିତି ରହୁଛୁ ସ୍କୁଲ ଯାଇକି ଏଇ ଅବସ୍ଥା ସ୍କୁଲ ପିଲାଙ୍କ ଦୋଷ ଦୋଷ ନା ସ୍କୁଲ ଯାଇକି ଏଇ ଅବସ୍ଥା ଚାଲି ନ ଜାଣି ବାଟର ଦୋଷ ନିଜେ ପରିଷ୍କାର ରହିଲେ ହବ ନା ତୁ ନଣ୍ଡା ହେଇଯାଉନି ଥରେ ତାପରେ ଦେଖିବା କଣ ହଉଛି ମୁଣ୍ଡା କାଇଁ ହବା ସ୍ପା କରିଦବା ଗୋଟେ ଦେଖିବା ସ୍ପା କଲେ ମୁଁ ଉଙ୍କୁଣି ଝଡ଼ିଯିବ ଭାଇ ନ ଉଠିଲେ ଝଡ଼ିଯିବ ବୋଲି ମୁଁ କେତେବେଳେ କହିଛି କିଲୋ ମୁଁ କଣ ସ୍ପା ଦୋକାନ ଖୋଲିଛି ହଁ ସେ ସାଙ୍ଗମାନେ ଦେଖ ସେ ହାତ ଛାଡିଲୁ 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 ମା ସବୁ ତ ଛାଡିଲୁ ଦେଖିଲ କେତେ ରକ୍ତ ତୁ ଛାଡ ସବୁ ତ ଛାଡ ଏ ହେଲୋ 1 2 3 4 5 6 7 ହଁ ଦେଖନ୍ତୁ ଏଥର ଅନ୍ ହେଲା ନା ନାଇଁ କଣ ପାଟି ତ ଖନି ମାରି ଯାଉଛି ମୋ ମୁଣ୍ଡ ବଡ ହେଇଯାଇଛି ନା ତ ଭାଉଜର ତୋର ମୁଣ୍ଡ ବଡ ହେଇଯାଇଛି ନଣନ୍ଦ ଭାଉଜଙ୍କର ଭାଉଜ ଗୁଣିଆ ରେଡି କରି ନେଇଛନ୍ତି ନହେଲେ କାହିଁ ରାଣୀ କାହିଁ ଚନ୍ଦ୍ର କାହିଁ ଚାଲେ ଗୁଣିଆ ରେଡି କରି ନେଇଛନ୍ତି ସଇଲା ତମ ମୁଣ୍ଡରେ ଛଡା ହବ ରହିଥା ମୋ ମୁଣ୍ଡରେ ଜମା ରହିବନି ସେ ପୁଣି ଭୟ କରିବ ମୋ ମୁଣ୍ଡରେ ରହିବାକୁ ହଁ ପଠଉନୁ ଦେଖିବା କେମିତି ରହିବ ମୁଁ କାଲି ସକାଳେ ଯିବି ଟ୍ରିମର ମାରି ଦେଇ ପଳେଇ ଆସିବି ଯିଏ ଛାଡ ନା ତ ସେ ଭାଇର କିଛି ମାନେ ମୋର ମତେ କାମୁଡି ଖାଇଯିବ ସେ ଉକୁଣି ଗୁରା 4ଟା 5ଟା 6ଟା 7ଟା 8ଟା 9ଟା 10ଟା କେତେଟା ବାଜିଲା 11ଟା ଛିଲୋ ଏଟା ଅସନ୍ ଆରେ ଏଠି ଗୋଟେ ବସିଛି 12ଟା ଜଲ୍ଦି ମାରେ ଏ ଘର ଦ୍ୱାରା ପଶିବେ ମୋ ମୁଣ୍ଡରେ ଗୋଟେ ଛାଡି ପ୍ରବଳ ନା ମିଶ୍ର ବାବୁ କୁଆଡେ ଗଲ ନିଅ ନିଅ ହେଇଡି ହେଇଡି ଗେଲ ଗେଲ କରିଦେବି ଗୋଟେ ଗୋଟେ ଭଲ ଲାଗି ପାଇଗଲା ତରବର ହେଇ ଗେଲ କରି ନା ଦିଆଡିଆ ଫାଇଦା ନବ ଇଆଡେ ମୋଠୁ ଖାଇବ ସିଆଡେ ଯିବ ବାପାଙ୍କ ସାଙ୍ଗେ ବୁଲିବାକୁ କୁଆଡେ ଯାଇଥିଲ ହାପି ମକର ସଂକ୍ରାନ୍ତି ମନ କାହିଁ ତମର ଏତେ ସୁଖୀ ହେଇଛି ନା ମୁଁ ତମ ବାବା ହେବିନି ତମେ ତ ଆଉ ଗେଲ କରୁନ ଭଲ ପାଉନ ରାତିରେ ଧରିକି ଶୁଆଇବିନି
ମୁଁ ତ ବାହାରେ ଶୋଇବି। ରେଡି ଯେତିକି ଲାଞ୍ଚ ପାଉଥିବ ଲାଞ୍ଚ ସେତିକି ଆସିବ। ମୋର ଲାଞ୍ଚ ପଇସା ଦରକାର ନାହିଁ। ସାନମା ହାପି ମକର ସଂକ୍ରାନ୍ତି। ହାପି ମକର କଣ ତମେ ସବୁ ମୁକୁଳା କରି ବୁଲୁଛ? କଥା କହୁନ ତମେ ସବୁ ମୁକୁଳା କରି କଣ ବୁଲୁଛ? ମୁକୁଳା କରିକି ବୁଲୁଛି। ତମେ ଯିବ ମତେ ନବନି? ସାର୍ଟ ପ୍ୟାଣ୍ଟ ପିନ୍ଧିବୁ ଏଇଆକୁ ପିନ୍ଧିବୁ। ଆଉ କଣ କହୁଛ ସାନମା କୁହ? ସକାଳୁ ସକାଳୁ ହାପି ପୋଙ୍ଗଲ ତ ପୋଙ୍ଗଲ ଆଉ ସକାଳୁ ସକାଳୁ ମନ୍ଦିର ଯାଇକି ଆସିଲଣ? ମନ୍ଦିର ଯାଇ ଆସିଲାଣି। ଆଉ ତମ ସଂକ୍ରାନ୍ତି ଯାଇଥିଲେ ନା ଯାଇନଥିଲେ? ଆଉ ମକର ଚାଉଳ ତ ଆଜି ଆମେ ଖାଇବୁନି ଆଉ। କାହିଁକି? ଏକାଦଶୀ ଆଜି ଏକାଦଶୀ ମକର ଚାଉଳ ଖାଇବୁନି ନା ତମ ସଂଗାତକୁ ନେଇଥିଲ ନା ନେଇନଥିଲ ମନ୍ଦିର? ମିଶା ନାହିଁ କଲେ ଯିବେନି। ଘର ପାଖରେ ମନ୍ଦିର ନ ଯାଇକି କଣ କରିବି ଚାଲି ପାରୁନି ତୁ ଟିକେ ନେଇଯାଉନୁ। ତମେ ଟିକେ କାଖେଇକି ନେଇଯିବ ତାର ଟେକି କାଇ ମୁଁ ଯିବିଟା ତ ଦିନ ଯାଉଛ। 12ଟା ବେଳେ ପର୍ଯ୍ୟନ୍ତ ଗାଧେଇନି ଆଉ ନେଇକି ଯିବି କଣ? ନା କଣ ସାନ? ଆଜି ଯାଉନ ଆଜି ମକର ସଂକ୍ରାନ୍ତି ଗାଧେଇକିରି ମହାଦେବ ଯିବି ମନ୍ଦିର। ଯିବି ଯାଉଛି ଗାଧେଇବି ମୁଁ ଆଜି ବାହାରିକି ଯିବି। ଭାଇଟା କୋଠୁ ଶୀଘ୍ର ଗାଧେଇଛି। ଆଜି ଆକୁ ଇଏ ମକର ଚାଉଳ ଖାଇବ ବୋଲି କହିଲା। ମୁଁ ମକର ଚାଉଳ ଖାଇବା ପାଇଁ ଗାଧେଇଛି। ଭୋଗ ହେଇଥିଲା। ଏ ମତେ କାଇଁ ମକର ଚାଉଳ ଦେଲନି? ଅଗାଧୁଆ ଖାଇକି ଖାଇବ। ହଁ ଅଗାଧ ବିନା ଭୋଗ ଭଲ ବି ଅଛି ତ ଭାଉଜ ଦେଇନି ମନ ନାହିଁ ତାର। ଦିଅ 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 ଟିକେ ଚାଖି ଦେବା ଦିଅ ମନେ ପଡୁଛି ନା କଣ? ହେଲା ତ ନଣନ୍ଦ ମୁଣ୍ଡରୁ ଉକୁଣି ଧରିଛ ମୋ ମୁଣ୍ଡରୁ ଟିକେ ଆଜି ଉକୁଣି ଧରିଛ। 25ଟା ଖଣ୍ଡେ ଅଛି। ତମ ବିଷୟରେ ଅଧିକ 30-40ଟା ଖଣ୍ଡ। ତମେ କାହିଁ କହିଲ ତମେ ଯୋଉ ଭାସମାନ କଳା ଲଗେଇଛ ସେ କଳାରେ ମିଶିବ ବାଛି ପାରିବି ତା ମୁଣ୍ଡରେ ପୁରା ଯାଉ ଭଳିଆ ଏମିତି ମୁଣ୍ଡେଇ ଦେଲେ ଝଡ଼ି ପଡୁଛି। କହିଲି ନେଇଯା ତ ମାମାକୁ ଜିରା ଫୁଟେଇ ଦବ ଡାଲମା। ନା ମାମା କଣ ଶ୍ୱଶୁରରୁ ଗଲେ ଶାଶୁ ଶ୍ୱଶୁରଙ୍କୁ ଜିରା ମାରିକି ଦବୁ ଖାଇବାକୁ। ମୋ ଶ୍ୱଶୁର ମୁଁ ଖାଇବାକୁ ଦେବି ସେବାରେ ଖାଇବାକୁ କହୁଛି କଣ ଗଣ୍ଠି ପିନ୍ଧିବି ହଁ ଗଣ୍ଠି ରାଣୀ ହାର ଗୋଟେ ନବ। ନାଇଁ ନାଇଁ ଗଣ୍ଠି ପିନ୍ଧିବି ତୁଳସୀ ମାଳ ହେଇକି ଓହୋ। ଗଣ୍ଠି ପିନ୍ଧିବି ଚା ପିଇବିନି କାହାକୁ କିଛି କହିବିନି ପିଆଜ ରସୁଣ ଖାଇବିନି। ମୁଁ କହିଲି ହେ ପୁଣି ଏଇ ବାହା ହେବିନି କିଛି ନାହିଁ ତାର କଣ ଚୁନୁ ସେୟା କରିବା? ଗଣ୍ଠି ପିନ୍ଧିବ। ଆରେ ଆମ ନଈ ବନ୍ଧ ଉପରେ ଗୋପୀନାଥ ମନ୍ଦିର ପାଖରେ ମା ଆମ ଗୋପୀନାଥ ମନ୍ଦିର ପାଖରେ ଗୋଟେ ମଠ ଖୋଲିଦବା। ହଁ ବା ଚୁନୁ ମାତେ କଣ କୁଶ ବାବୁ ହଠାତ୍ ଡକା ପକେଇଲ? ମତେ ଫୋନ କରିଥିଲେ ଯେ ମୁଁ ଟିକେ ବ୍ୟସ୍ତ ଥିଲି ବିଜି। ହଁ ହଁ ବୁଲିବାକୁ ପଳେଇଥିଲୁ। ହଁ ପିକନିକ ପଳେଇଥିଲୁ ପିକନିକ ପଳେଇଥିଲୁ। ହଁ ଫେରି ଫୁରି ଆସି 12ଟା ହେଇଗଲା। ହଁ ତେଣୁ ଆଜି ମୋ ବର୍ଥଡେ। ଆଜି ତମ ବର୍ଥଡେ? ଆଜି ବର୍ଥଡେ। ହାପି ବର୍ଥଡେ ଆଡଭାନ୍ସ। ଗାଧେନି ଫାଧେନି କିଛି କରିନି। ହଁ ହଉ ହଉ। ବାଣ୍ଟି ଦେଇକି ଆସି ଆୟୁଷକୁ ଦେଖିଲି। କଣ ବାଣ୍ଟିଆ କହିଛ? ଆଜି ମିଠା ନେଇକି ଆଇଛି। ହଁ ତେରିକା ତୁ ଏଗୁଡା କଣ ଏତେ ନେଇକି ଆଇଛୁ? ହଁ ସେଇଟା ନହେଲେ ହବନି। ଶିବୁନାକୁ ଦେଇକି ଆଇଲି। ତୁ ସନ୍ଧ୍ୟାବେଳେ ଛୁଟି? ସନ୍ଧ୍ୟାବେଳେ ହଁ ସନ୍ଧ୍ୟାବେଳେ ଅଛି। କୁଆଡେ ଯିବୁ? କୁଆଡେ କୁଆଡେ ଯିବୁନି ତ? ନା। ହଉ ଗୋଟେ ଆଗରୁ ସିନା ଜଣିବା କଥା। ବୁଲିକି ଆଇଲୁ। ହଁ ସେଇଠୁ ବାଣ୍ଟି ଗୋଟେ ମୁଣ୍ଡରେ ଆଉଛି। ଓହୋ ହଠାତ୍ କାମ। ହଠାତ୍ ୟା ଉପରେ ତାହେଲେ ଆଜି କୁଶର ବର୍ଥଡେ। ଆଜି ହାପି ବର୍ଥଡେ ଆଡଭାନ୍ସ କୁଶ ଭାଇ। କୁଶ ଭାଇ ମୁଁ ନ ଜଣେଇ ନେଇକି ଆଇଛି କିନ୍ତୁ ଆମେ ତମ ପାଇଁ କିଛି ବ୍ୟବସ୍ଥା କରିପାରିଲୁନି। ଆୟୁଷ ତ ବଜାରରେ ଦେଖିଲି। ଆୟୁଷ କଣ ଗଲେ କୁଆଡେ କୁଣିଆ। ଆଇସୁ ଯାଇଥିବା କାକାଙ୍କ ସାଙ୍ଗେ ଟିକେ କୁଣିଆ ଘର। ମୁଁ କହିଲି ମୁଁ ଯାଉଛି ବୁଲି ଦେଇକି ଆସିବି ଟିକେ। ଆଉ ସୁନିଲିରେ ପିକନିକ୍ ଆସିଲେ ନା ସିଏ ଆସିନାହାନ୍ତି? ଆସିନାହାନ୍ତି। ଶିବୁନା ଖାଲି ଘର ଅଛି। ଶିବୁନା ଏକୁଟି ଅଛି। ଶିବୁନା ଅଛି। ହଉ ତାହେଲେ ସୁନିଲିରେ ଆସନ୍ତୁ। ଶିବୁନା ଆସିଲା ପରେ ଗୋଟେ ଘୋଗାଟା ହବ। ଘୋଗାଟା ଭଲ କି ହବ। ଓହୋ ହଉ 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 ହଁ ଯାଉଛି। ହଉ ହଉ ଟିକେ ଦେହ ଯାଇନି। ହଁ ଆଜି ସନ୍ଧ୍ୟାବେଳେ କାଇଁ କହିଥିଲି ରହିବାକୁ କହିଲି? ତୁ ଥିଲେ ଆଜି କେକ୍ ଟା କାଟିଥାନ୍ତେ। ସୁନିଲିରେ ନାହାନ୍ତି ଭଲ ଲାଗିବନି। ହବ ପଛରେ ହବ। ହଁ ହଉ କାଲି ବନା ଆଉ। ଆମେ ହଁ ଯାଉଛୁ। ହଉ ସୁନିଲିରେ ଆସନ୍ତୁ। ଆଉ ହଁ କାଲି ହଁ ତମେ ଯାଅ ଆଜି ତ ବର୍ଥଡେ ବୁଲିବ ଆଉ। ହଁ ଯାଅ। ସେଇଥିପାଇଁ ସିରା ଚିଣ୍ଟୁ ଏକାଥରେ ମତେ ଫୋନ କରିଛନ୍ତି ଆଉ। ମୁଁ ଜଣଙ୍କ ସାଙ୍ଗେ କଥା ହଉଥିଲି। ହଁ ହଉ ହଉ ଗାଧେନି ଗାଧେନି କିଛି କରିନି। ଆଉ କାହିଁକି? ଗୋଟେ ତ ସିଆଡେ ବୁଲିଆନ୍ତି ଇଆଡେ ମୋଟାମୋଟି ଚାଲିଛି ଇଆଡେ। ହଉ ତମ ପାଉଣାଟା ବାକି ରହିଲା ନବ ଆଉ। ନା ସେ ଆଜି ସୁନିଲିରେ ନାହାନ୍ତି ମିଶିକି ଆମେ ଦବୁ ଏକାଥରେ ଆଉ। କଣ କହିବି ଆଉ ସାଙ୍ଗମାନେ କୁଶ ଆମର ନ ଜଣେଇକି ମିଠା ପିଠା କେତେ ଆଇଟମ୍ ସବୁ ନେଇକି ଆଇ ଦେଖିଲ। ଆୟୁଷ ପାଇଁ ଚକୋଲେଟ୍ କୁରୁକୁରି କଣ କରିବି ବେଳାକୁ ନଟିଆ ବି ନାହିଁ। ନଟିଆ ତାର ପଳେଇଛି ତା ସାଙ୍ଗ ପିକନିକ୍ ଥିଲେ ଆମେ ଆଜି ଟିକେ କୁଶର ଟିକେ ସେଲିବ୍ରେଟ୍ କରିଦେଇଛନ୍ତି। ଏକୁଟିଆ କ'ଣ ମାନେ ଭଲ ଲାଗିବନି। ଗୋଟେ ପିଲାଟାକୁ କିଛିଟା ଗୋଟେ ଗିଫ୍ଟ କରିହେବନି। ଏକୁଟିଆ କ'ଣ ଗିଫ୍ଟ କରିବା ଭଲ ଲାଗିବ? ଯେହେତୁ ଆମ ଟିମ୍ର ସେ ପିଲାଟା ମିଶି ଗୋଟେ କେକ୍ କାଟିଥାନ୍ତୁ ମିଶି ଗୋଟେ ଏନ୍ଜୟ କରିଥାନ୍ତୁ। ଆମ ତରଫରୁ ଆମେ ତାକୁ ଟିକେ ଗୋଟେ କିଛିଟା ଗୋଟେ ଇଏ କରିଥାନ୍ତୁ। ନଟି ଆସୁ କାଲି ପରଦିନ ଟିକେ କଥାବାର୍ତ୍ତା ହେଲା। ଭାଇ ଗୋଟେ ଗିଫ୍ଟ କିଛିଟା କରିବା ନା ଆଉ କେକ୍ ଟିକେ କାଟିବା ନା ମାନେ ଆମ ତରଫରୁ ଆଉ। କୁଶ ବେବି ନିଅ ମିଠା। କୁଶର ଜନ୍ମଦିନ। କୁଶ ଆସି ଆୟୁଷ ପାଇଁକି ଆଣିଛି କୁରକୁରେ ଚକୋଲେଟ୍। ଆମ ପାଇଁକି ଫ୍ୟାମିଲି ପାଇଁକି ଆଣିକି ଆସିଛି ମିଠା। ଆସି ମୋତେ ମୁଣ୍ଡିଆ ମାରି କହୁଛି ଭାଇନା ଆଜି ମୋ ଜନ୍ମଦିନ।
କୁଆଡ଼େ ଗଲା କି? ପଳେଇଲା ବା। ପଳେଇଲା। ଆଉ ମୁଁ ତ ଡାକିଲି ଆସିଲାନି, କହିଲା ମୋର କାମ ଅଛି ମୁଁ ଗାଧେଇନି ପାଧେଇନି। କାଲି ପିକନିକରୁ ଆସି ତୁ ରଖୁନୁ ତାକୁ ରଖ। ମୁଁ କାଲି ପିକନିକରୁ ଆସିକି ଇଏ କରିଛି ଆମର ଜିନିଷ ପତ୍ର ସବୁ ସଫାସଫି ହେଇନି ଗାଧେଇନି, ମୁଁ ଯାଉଛି ଆଉ ଇଏ କରିବା ଆଉ ଆମ ତରଫରୁ ପାଉଣାଟା ତାର ବାକି ରହିଲା ଆଉ। ନଟିଆ ନାହିଁ ନା, ଆମେ ପିକନିକ ପଳେଇଛି, ଆମ ଟିମ୍ କେହି ନାହାନ୍ତି। ରୋଷେଇ ଶେଷ, ମା ମୋର ଭୋଗ ନେଇ ଗଲାଣି, ମକର ସଂକ୍ରାନ୍ତି ଭୋଗ। ବୋଉ ଏପଟେ କ'ଣ ଚଲେଇଛୁ? ବାବା ଆଇଟମ୍ ସବୁ ସାରିସାରିଲା। ମାଗି ମାଗି ଦିନ ଗୋଟେରେ ମିଳିଲା ମକର ଚାଉଳ ମତେ। ତମେ ଖାଇବନି ନା? କି ଭଳିଆ କାମ ମା ଦେଖ। ଆଉ ଟିକେ? ନା ନା ମୁଁ ସେତିକି ଖାଇବି। ମାଗି ମାଗି ଦିନ ଗୋଟେରେ ମତେ ଦଉଛନ୍ତି। ମକର ଚାଉଳଟି ଅତ୍ୟନ୍ତ ସୁନ୍ଦର ହେଇଛି, ଅତ୍ୟନ୍ତ ସୁନ୍ଦର, ଭଲ ଲାଗୁନି? ବଢିଆ ହେଇଛି। ଖାଲି ମୁଁ ମିଠା ଟିକେ ଖାଇନି ବୋଲି ମତେ ଟିକେ ଅଧିକା ମିଠା ଲାଗୁଛି, ଭାରି ଟେଷ୍ଟି ଲାଗୁଛି। ଆଉ ଗୋଟେ ଚୋରଣୀ ଦେଖ, କଡ଼ାରେ ନୁଚି ନୁଚି କେମିତି ଖାଉଛି। ଏଠି ଦେଖ ଟ୍ୟାପ୍ ମୂଳରେ, ଟ୍ୟାପ୍ ମୂଳରେ କ'ଣ ନୁଚି ନୁଚି ଖାଉଛି କିଲୋ? ଏଇ ଅଧିକା ଖାଇବ ବୋଲି ଏକାଥରେ କଂସା ନେଇ ପଳେଇଲା। ମିଶ୍ର ବାବୁ ଏଲେ ବୁଲି ବୁଲିକିନା ଆସୁଛନ୍ତି। କ'ଣ ଖାଇଲା ଆଜି ମମତା ମାଙ୍କ ଘରେ? କିଛି ଦେଲେନି ତମକୁ? ଆଉ କାହିଁ ଯାଇଥିଲ? ମମତା ମା କ'ଣ ଦେଲେ ତମକୁ? କିଛି ଦେଲେନି? ଆଉ ତମେ କାହିଁ? ହଁ ଖାଇବା ହେଇନଥିଲା। ଆଉ ତମକୁ ପାଣି ବି ଦେଲେନି, ନେମ୍ବୁ ପାଇଁ ବି ଦେଲେନି? ହଁ ତା ଦେହ ଭଲ ନାହିଁ। ଓହୋ ସେଇଥିପାଇଁ ଦେଲେନି। ସେତିକି ପାଣି ଖାଇବ ହେଲେ। ମିଶ୍ର ବାବୁ ବୁଲି ବୁଲିକି ଏବେ ଆସୁଛନ୍ତି। ଆମେ ମିଶିକି ଟିକେ ବାପା ପୁଅ ଲଞ୍ଚ କରିବା। ଘିଅ ମାରିଦେଇଛ ବାବା, ଆଜି ପୁରା ସଂକ୍ରାନ୍ତି ସ୍ପେଶାଲ ଖାଇବା। ସେଇଟା ନା ନା ସେଇଟା ସୋନାଲି ମାଉସୀର ନୁହଁ। ମୁଁ ଜାଣିନି, ମାମାକୁ ପଚାର। ସୋନାଲି ମାଉସୀ ନମ୍ବର ତ ମାମା କ'ଣ ସେଭ୍ କରିଥିବ ତମେ ଜାଣିଥିବ ନା। ରେଡି ରେଡି ଆଜି ପୁରା ଦେଶୀ ଖାଇବା ନା ସେଇଟା ନୁହଁ। ସାଙ୍ଗମାନେ ଆଜି ସଂକ୍ରାନ୍ତି ସ୍ପେଶାଲ ଖାଇବା, ଗୁଆ ଘିଅଟେ ମରା ହେଇଛି, ଅରୁଆ ଭାତ, ପାମ୍ପଡ଼, ଆଳୁ ଚକଟା, ସାଲଟ, ସୋୟାବିନ୍ ସିଝା, ତା ସହିତ ଡାଲମା। ଚାଲ ମିଶ୍ର ବାବୁଙ୍କର ବୋଉ ଆଣିବନି କି ଧନର ମୋର, ମୋ ଧନିଆର। ତ ସାଙ୍ଗମାନେ ଦେଖନ୍ତୁ ଶିବୁ ନାଇକି ଦେଖନ୍ତୁ, ଶିବୁ ନାଇକି ଏତେ ଜାଡ଼ ମାନେ ତଳ ମେଲା ଉପର ବୁଝା। ଆଉ କ'ଣ ସବୁ ସରିଗଲା ଚୁଁଚୁତି? ହଁ ହଁ କାଲି ତ 11 ଗଲା, ଆରେ ଗାଲୁଆ କାଲି 9 ହେଲା, ହଁ ଆଜି 12। ହଁ କଣ ଆଉ କ'ଣ ଖାଇ ଶିବୁ ନାଇ? ଏ ଶିବୁ ନାଇ ଆଜି କ'ଣ ଖାଇଛୁ କହ? ଆଜି ସଂକ୍ରାନ୍ତି ସାଧା ଖାଇଥିବୁ। ଶିବୁନା ମନଟା ଡାଉ ଡାଉ ହେଲାଣି। ହନୁମାନ ମନ୍ଦିର ଖାଦ୍ୟ। ଆଉ ଭଲ ଖାଇବା ନା, ଶିବୁନା ମନଟା ଡାଉ ଡାଉ ହେଲାଣି। ମୁଁ ଆଇଁଷ ଖାଉନି, ଏଥର ହନୁମାନ ମନ୍ଦିର ଖାଦ୍ୟ ପଳେଇ ଯାଉଛି, ଖାଇଦଉଛି। ହଁ ଭଲ, ମନ୍ଦିର ଖାଇବା ଖା, ଆଇଁଷ ଛାଡ଼ି ଦେ। ଭାତ, ଡାଲମା, ଖଟା ଆଉ ସାଧା ପାମ୍ପଡ଼। ନଟିଆ ତ ଯାଇଛି ପିକନିକ୍ ଆଉ। ଆଜି କୁଶର ବର୍ଥଡେଟା ସେଲିବ୍ରେଟ୍ କରିବାକୁ ମୋର ଭାରି ଇଚ୍ଛା ଥିଲା ହେଲା। ମୁଁ ପଚାରିଲି, ମୁଁ ଜାଣିନି, ମୁଁ ସକାଳରେ ଫୋନ୍ ଥିଲି, କୁଶର କ'ଣ ଜନ୍ମଦିନ? ସିଏ ତ ଆଜି ଜନ୍ମ ହେଇଛି, କିନ୍ତୁ ଗାଡ଼ିଟା ନେଇକି ଯାଇଥିଲା। ହଁ ସିଏ ଆମର ମିଠା ପିଠା ନେଇକି ଯାଇଛି। ମୁଁ କହିଲି ଆମ ଘର ଦେଇକି ଯାଇଛି। କିଛି କହିନି, ହଠାତ୍ ଆଣି ପଳେଇ ଆସିଛି। ଆମେ ଯାହା ନଦେଲେ ଖରାପ ଲାଗିବନି କିଛି। ଆଉ ନଟିଆ କେବେ ନଟିଆ ଏଇନେ କାଟିଲେ କ'ଣ ଭଲ ଲାଗିବ? ଆମ ଟିମ୍ ଟା ସମସ୍ତେ ରେଡି ହୁଅନ୍ତୁ। ପ୍ରୋଗ୍ରାମ ଅଛି ପରଦିନ, ସେଇଦିନ ଜୁଜିଏ ବୁଜିଏ ସମସ୍ତେ ଆସିବେ। ସାଉଣ୍ଡ ଟେଷ୍ଟ ହେଲା ବେଳକୁ କାଟିଦବା, ଟିକେ କେକ୍ କାଟିଦବା ଆଉ ହେଲା, ମଜା କରିଦବା। କାହିଁକିନା ନଟିଆ ଗୋଟେ କେହି ନାହାନ୍ତି ନା, ଭଲ ଲାଗିବନି। ମୁଁ ଆସିଥିଲି ମିଶ୍ର ବାବୁ ନେବାକୁ ଟିଉସନରୁ। ମିଶ୍ର ବାବୁ ଆଜି କ'ଣ ପାଠ ଅଧିକା ହେଇଯାଇଛି କି? ସେଇଥିପାଇଁ ମୁଣ୍ଡେଇକି ହେଇଛି ମୋ ପୁଅ। ମିସ୍ତ୍ରୀ ଭଳିଆ ଅସୁବିଧା ନାହିଁ, ତମେ ଯାଅ, ମୁଁ ଚାଲିଲି। ମୁଁ ଯାଉଛି, ପୁଅକୁ ଛାଡ଼ିବି, ଯିବି ଆଉ। ସିଏ କ'ଣ କ'ଣ ଚାଲିଛି? ପାର୍ଟି ପାର୍ଟି। ମୋ ବାବା କହିଥିଲା, ବାବା ପନିର ଟିକେ ଆଣିବ। କାହିଁକି? ବୋଉ ମୋର କଡ଼ମଡ଼ କି ଶିଖୁଛି ପରଟାକୁ। ବାବା ଆଜି କ'ଣ ହଠାତ୍ ରାତି ବେଳା ପରଟା? ଓହୋ ଆଉ ପରଟା ଖାଇବା ବାବା?
ଆଉ ଖାଇବ ପରଟା ହଁ ଆସ ମା 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 ଡାକୁଛନ୍ତି ଆସ ପ୍ଲେଟ୍ ନେଇକି ଆସ ହଉ ଖାଇବ ବା ତାକୁ ଗୋଟେ ଦଉନାଣି ପ୍ଲେଟ୍ ଫାଙ୍କା ତ ସାଙ୍ଗମାନେ ଚାଲନ୍ତୁ ଆଜିର ଭିଡ଼ିଓଟି ଏଇଠି ରଖିବା ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ ମୋ ବାବା ଆଜି ଖାଇଦେଇଛି ପରଟା ମୋ ପାଇଁ ରଖିଛଟି ହଁ ଆଉ ବୋଉ କ'ଣ କହୁଥିଲା ମୋ ପାଇଁ ରଖିନି ବୋଲି ମିଛୁଆ ବୋଉ ଆଉ ମୋ ବାବା ପାଇଁ କି କାଲି ବଢିଆ ମାଲ ଆସିବ ମୋ ବାବା ଖାଇବ ଅଣ୍ଡା ନା ଆଉ ଗୋଟେ ଭଲ ଜିନିଷ ଆସିବ ପନିର ଟିକେ ଆସିବ ଖାଲି ଅଣ୍ଡା ଅଣ୍ଡା ଖାଇବ ଆସିବ ଆଉ ମତେ ଗୋଟେ ଆବା କରିଦେଇଛ ମତେ ଗୋଟେ ଆବା କଲେ ମୁଁ ଦେବି ଏଇଠି ଏଇଠି ଗୋଟେ ଆବା କଲେ ମୁଁ ଦେବି ଏଇଠି 3 ଗଣିଲା ବେଳକୁ ଆସିଥିବ ଆବା କରିବାକୁ 1 2 3 ତ ସାଙ୍ଗମାନେ ଚାଲନ୍ତୁ ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ ରହୁଛି ଜୟ ଜଗନ୍ନାଥ।